ସମସ୍ତଙ୍କ ଲାଇଫରେ କିଛି କିଛି ପ୍ରୋବ୍ଲେମ୍ ଥାଏ। ସେ କିଛି ପ୍ରୋବ୍ଲେମ୍ ପୁରା ଜେନୁଇନ୍ ଥାଏ, କିଛି ପ୍ରୋବ୍ଲେମ୍ ଏମିତି ହିଁ ଥାଏ ଯାହା ନିଜେ ଚାହିଁଲେ ତାହା ସଲ୍ଭ ହୋଇପାରିବ। କିନ୍ତୁ ତଥାପି ଆମେ ଏପରି କାମ କରିଥାଉ ଯାହା ସେ ପ୍ରୋବ୍ଲେମ୍ଟାକୁ ଏବେ ଚାହୁଁଛି ମୁଁ ସଲ୍ଭ କରିବା ପାଇଁ, କିନ୍ତୁ ସେ ଡିସିସନ୍ ନେଇଯିବେ, କିନ୍ତୁ କଲାବେଳକୁ ତାହା ପୁଣି ଯେସାକୁ ତେସା ଦିନେ କରିଦେଇକି ତାପରେ ଯେସାକୁ ତେସା ସେମିତି ହିଁ ଚାଲିଛି। ସେଥିପାଇଁ ଜୀବନରେ ବହୁତ ସମସ୍ୟା ହେଲେ ମଧ୍ୟ ଏଥିପାଇଁ ମନରେ ପଶ୍ଚାତାପ ମଧ୍ୟ ଆସେ, ବିଭିନ୍ନ ପ୍ରକାର ଆଇଡ଼ିଆ ଆସେ କେମିତି କଲେ ମୁଁ ଯେଉଁ କରୁଛି ଯାହାଫଳରେ ମୋ ଜୀବନର ସବୁକିଛି ଖରାପ ହେଉଛି। ଏହା ଜାଣିକି ଯେତେବେଳେ କିଛି ସମୟ ଭାବୁଛି କଷ୍ଟ ତ ଲାଗୁଛି, ତାକୁ ସଲ୍ଭ କରିବା ପାଇଁ ଇଚ୍ଛା ହେଉଛି, ପୁଣି ଯେସାକୁ ତେସା। ଏହିପରି ଅଭ୍ୟାସ ଗୁଡ଼ିକୁ କେମିତି ଚେଞ୍ଜ କରିବି ସମସ୍ତଙ୍କ ମନରେ ଆସେ, ମୋ ମନରେ ବି ଆସେ, କିନ୍ତୁ ଯେତେ ଚେଷ୍ଟା କଲେ ବି ମୁଁ ତାହା ପାରୁନି। ସେଥିପାଇଁ ମୁଁ ଭାବୁଛି ମୋ ସମସ୍ୟାକୁ ମୁଁ ପ୍ରତିଦିନ ଲେଖିବି ଏବଂ ତାର ସମାଧାନ ମଧ୍ୟ ଲେଖିବି। ମୋ ମନରେ କ'ଣ ଅଛି ତାକୁ ଚିନ୍ତା କରିବି, ଦେଖିବା ଏପରି ଯଦି ପ୍ରତିଦିନ ମୁଁ କରେ ମୋର ସମସ୍ୟା କ'ଣ, ମାନେ କେଉଁ ସମସ୍ୟା ଯୋଗୁଁ ମୋ ଦିନ ସାରା ମୁଁ ତାକୁ ଭାବୁଛି, ଏହାକୁ ଲେଖିବି କ୍ୱେଶ୍ଚନ୍ ଆକାରରେ ଏବଂ ତାର ସମାଧାନ ମଧ୍ୟ ଲେଖିବି ଗୋଟେ ପେଜରେ। ଏହା ମୁଁ ଆଜି ସର୍ଚ୍ଚ କରିଥିଲି, ଡାଏରୀରେ ଲେଖିବି ପ୍ରତିଦିନ ଏବଂ ତାହାକୁ ଆପଣମାନଙ୍କ ସହିତ ସେୟାର କରିବି। କାରଣ ମୁଁ ନିଜେ ଲେଖି ନିଜେ ସେ କାର୍ଯ୍ୟକୁ ଆପଣଉଛି କି ନାହିଁ ତାହା ମୋତେ ଦେଖିବାକୁ କେହି ନାହାନ୍ତି। କେହି କହିଲେ ମଧ୍ୟ ମୁଁ ତାହା ମାନୁନି। ଦେଖିବା ଆପଣଙ୍କ ସମସ୍ତଙ୍କ ପାଖରେ ମୁଁ ମୋ ନିଜର ସମସ୍ୟା କହିପାରନ୍ତି ବା ଖରାପ ଅଭ୍ୟାସ କହିପାରନ୍ତି, ମୋର ବ୍ୟାଡ୍ ହ୍ୟାବିଟ୍ ଗୁଡ଼ା ମୁଁ କହିବି ଏବଂ ତାର ସମାଧାନ ପାଇଁ ତାର ସଲ୍ୟୁସନ୍ ସେ ସମସ୍ୟା ପ୍ରତି ମୋର ଚିନ୍ତାଧାରା କ'ଣ ଅଛି ତାହାକୁ ପ୍ରତିଦିନ ମୁଁ ସେୟାର କରିବି ଆପଣମାନଙ୍କ ସହିତ। ଆପଣମାନେ ମଧ୍ୟ ଏପରି ଆପଣମାନଙ୍କ ଜୀବନରେ ସମସ୍ୟା ବା ଚିନ୍ତାଧାରା ଆସେ ନା ନାହିଁ ତାହା କମେଣ୍ଟ କରି ଜଣାନ୍ତୁ ଏବଂ ମୁଁ ଯାହା ଭାବୁଛି ତାର ସଲ୍ୟୁସନ୍ ପାଇଁ ଯାହା କରିବା ପାଇଁ ଇଚ୍ଛା କରୁଛି ତାହା ଠିକ୍ କି ଭୁଲ ମୋତେ ଜଣାଇବେ। ଏହିପରି ମୁଁ କାଲି ପାଖରୁ ଆଜି 13 ତାରିଖ, କାଲି 14 ତାରିଖ ପ୍ରତିଦିନ ସନ୍ଧ୍ୟା 6ଟା ସମୟରେ ମୁଁ ଏ ଚ୍ୟାନେଲରେ ରଞ୍ଜିତାସ୍ ଲାଇଭ୍ ମୋ ନିଜ ଜୀବନର ଏ ଛୋଟିଆ ଚ୍ୟାନେଲଟିରେ ଆପଣ ଦେଖିପାରିବେ। ପ୍ରତ୍ୟେକ ଦିନ ଗୋଟେ ସମସ୍ୟା ଏବଂ ତାର ସମାଧାନ। ଆପଣଙ୍କର ସୁଚିନ୍ତିତ ମତାମତ ମୋ ଚ୍ୟାନେଲରେ ଦେବାକୁ ମୁଁ ଅନୁରୋଧ କରୁଛି, ଯାହାଦ୍ୱାରା ମୁଁ ମୋ ଜୀବନକୁ ସୁଧାରିବା ସହ ମୋ ସହିତ ଜଡ଼ିତ ଥିବା ମୋ ଫ୍ୟାମିଲି କିମ୍ବା ପଡ଼ୋଶୀ ଏବଂ ଦେଶ ପାଇଁ ମଧ୍ୟ ମୁଁ କିଛି କାର୍ଯ୍ୟ ଯେପରି କରିପାରେ। କାରଣ କୁହନ୍ତି ନା, ଯେତେବେଳେ ମନ କ୍ଲିଅର୍ ଥିବ, ଭଲ ବିଚାର ଥିବ, ଭଲ କାର୍ଯ୍ୟ କରିବ, ତାହେଲେ ଆମେ ସମସ୍ତଙ୍କ ପାଇଁ ଭଲ କରିବା। ମନ ଖୁସିରେ ଥିବ ଆମେ କରିପାରିବା। ଯଦି ନିଜେ ହିଁ ସବୁବେଳେ ଟେନସନ୍ ରହୁଥିବ, ନିଜକୁ ନିଜେ ପସନ୍ଦ କରୁନଥିବ, ତାହେଲେ କ'ଣ ଆମେ କରିପାରିବା କି? ତାହେଲେ ଚାଲନ୍ତୁ ଆଜି ପାଖରୁ ମୋ ଜୀବନକୁ କିପରି ମୁଁ ଠିକ୍ ପଥରେ ଆଣିବି, ସେଥିପାଇଁ ଆପଣମାନଙ୍କୁ ଅନୁରୋଧ କରୁଛି ମୋତେ ସାହାଯ୍ୟ କରନ୍ତୁ ଆପଣଙ୍କ ବହୁମୂଲ୍ୟ ମତାମତ ଦେଇ। ଧନ୍ୟବାଦ।
ଆଜି ଠାରୁ ଏ ଜର୍ଣ୍ଣି ଆରମ୍ଭ ହେବ। କାଲି ପାଖରୁ ସନ୍ଧ୍ୟା 6ଟା ସମୟରେ ଆପଣ ପ୍ରତିଦିନ ମୋ ଏ ଚ୍ୟାନେଲଟିରେ ମୋର ସମସ୍ୟା ଏବଂ ତାକୁ ନେଇ ମୋ ମନର ଚିନ୍ତାଧାରା କ'ଣ ଅଛି ତାହାକୁ ମୁଁ ଆପଣଙ୍କୁ ଜଣାଇବି। ଆପଣଙ୍କୁ ଅନୁରୋଧ କରୁଛି ଦୟାକରି ମୋତେ ସାହାଯ୍ୟ କରନ୍ତୁ, ଯାହାଦ୍ୱାରା କି ମୁଁ ଏକ ଭଲ ମଣିଷ ହୋଇପାରିବି ଏବଂ ମୋ ସହିତ ମୋ ପରିବାର, ମୋ ଦେଶର ନାଁ ରଖିପାରିବି ଏବଂ ମୋର ଖରାପ ଅଭ୍ୟାସକୁ ଦୂର କରିପାରିବି। ଆଶା କରୁଛି ଆପଣ ମୋର ଏ ଜର୍ଣ୍ଣିରେ ସାହାଯ୍ୟ କରିବେ। ରହୁଛି, ବାଏ ବାଏ।